ମୋ ନାଁ ଶ୍ରୀ କାଳିଚରଣ ନାୟକ, ମୟୂରଭଞ୍ଜ ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି, ଭାରତୀୟ ଜନତା ପାର୍ଟି ମୟୂରଭଞ୍ଜ। ତ ଏଇଟା ପ୍ରଥମ ଥର ପାଇଁ ଓଡ଼ିଶା ସରକାର, ମୋହନ ସରକାର ତରଫରୁ ଜନଜାତି ଗୌରବ ଦିବସ ଆସନ୍ତାକାଲି ପାଳନ ହେବା ପାଇଁ ଯାଉଛି। ତ ସେହି ଦିବସକୁ ସରକାରୀ ଭାବେ ପାଳନ କରାଯିବ। ସେଇଟା ଆପଣଙ୍କର ବିର୍ସା ମୁଣ୍ଡା ଜୟନ୍ତୀ, ତାଙ୍କର 150ତମ ଜନ୍ମ ଜୟନ୍ତୀ ପାଳନ କରାଯିବ। ଛଉପଡ଼ିଆ ଠାରେ ପାଳନ କରାଯିବ ଏବଂ PITDA ଯେଉଁ ଆପଣଙ୍କର ITDA ଅଛି ତାଙ୍କର ତତ୍ତ୍ୱାବଧାନରେ ପାଳନ କରାଯିବ। ବିର୍ସା ମୁଣ୍ଡାଙ୍କ 150ତମ ଜନ୍ମ ଜୟନ୍ତୀ ପାଳନ ପ୍ରସ୍ତୁତି ନେଇ ସାମ୍ବାଦିକ ସମ୍ମିଳନୀ। जन्म जयंती भगवान बिरसा मुंडा जन्म जयंती अवसर रे माननीय प्रधानमंत्री बिरसा मुंडाଙ୍କ 150ତମ ଜନ୍ମ ଜୟନ୍ତୀ ଅବସରରେ ଆସନ୍ତାକାଲି ଜନଜାତି ଗୌରବ ଦିବସ ଭାବେ ସମଗ୍ର ଦେଶରେ ପାଳିତ ହେବ। ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ଜିଲ୍ଲା ବିଜେପି ପକ୍ଷରୁ ମହା ଆଡମ୍ବରରେ ପାଳନ କରାଯିବ ବୋଲି ଗୁରୁବାର ଅପରାହ୍ନରେ ବଜାର ଇଣ୍ଡିଆ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀର ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ପ୍ରବକ୍ତା କବି ବିଷ୍ଣୁ ଶତପଥୀ। ଆପଣମାନଙ୍କୁ ଅତ୍ୟନ୍ତ ଆନନ୍ଦର ସହ ଆମେ ଜଣାଇବା ଚାହୁଁ ଯେ ଜନଜାତି ଗୌରବ ଦିବସ ବଡ଼ ଧୁମଧାମରେ ପାଳନ ହେବ। ଆସନ୍ତାକାଲି ଠାରୁ ଚାଲିବ ଏଇଟା, କିନ୍ତୁ ବଡ଼ କଥା ହେଉଛି ଯେ ଜନଜାତି ଗୌରବ ଦିବସ ମଧ୍ୟ ପ୍ରଥମରେ ଏ ମୋଦି ସରକାର ଆମ ସରକାର ଆସିଲା ପରେ କରିଥିଲା। ତା ଲକ୍ଷ୍ୟ ଥିଲା ନଭେମ୍ବର 15 ଭଗବାନ ଯେଉଁ ଧରତୀ ଆବା ବିର୍ସା ମୁଣ୍ଡା ତାଙ୍କ ଜନ୍ମଦିନ, ଏବଂ ସେହି ପବିତ୍ର ଦିନରେ ମଧ୍ୟ ବାସ୍ତବରେ ଝାଡ଼ଖଣ୍ଡ ରାଜ୍ୟ ଗଠନ ହେଲା 2000 ମସିହା। ଆଉ ଏଥର ସ୍ୱତନ୍ତ୍ର ଗୁରୁତ୍ୱ ମାନେ ବିର୍ସା ମୁଣ୍ଡାଙ୍କର ଜନ୍ମ ଜୟନ୍ତୀ ଏଟା 150ତମ। ସେ ଅବସରରେ ଜନଜାତିଙ୍କ ପ୍ରକୃତରେ ଗୌରବ ରକ୍ଷା ହଉ। ଆଉ ଆମେ ତ ସବୁବେଳେ କହି ଆସୁଛୁ ଯେ ହରିଜନ ଭଇଆ ହଉ, ବନବାସୀ ଅଂଶ ଦେଖେ ଭାରତବାସୀ, ଖାଲି କହିଲେ ହେବନି, ସେଇ ସମାଜର ପ୍ରକୃତରେ କେମିତି ଉତ୍ଥାନ ହେବ, କଲ୍ୟାଣ ହେବ, ବିକାଶ ହେବ, এইটা ମଧ୍ୟ କାମରେ କରୁଛୁ। ଏ ଅବସରଟି ଆପଣଙ୍କୁ କହିବା ପାଇଁ ଚାହିଁବି। କାଲି ତ ବିହାରର ଜମୁଇରୁ ସେ ଭାଷଣ ଦେବେ, କିନ୍ତୁ ଆମେ କହିବୁ ନା କଥନି और करनी वाले स्वयं मिटाएंगे। କାରଣ ଆଜି ଏ ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ? ମୋହନ ମାଝୀ। ସେ ବନବାସୀ ସମାଜର ଏବଂ ଝାଡ଼ଖଣ୍ଡରେ ଯେତେବେଳେ ତିଆରି ହେଲା ଜନଜାତି ଅନ୍ୟ ସବୁ କଥା ଭିତରେ ପ୍ରଶାସନିକ ସୁବିଧା ନାନା କଥା ଥିଲା, ବିହାରର ସବୁଆଡ଼ର ବିକାଶ ସାଙ୍ଗରେ ଜନଜାତି ସମୁଦାୟର ବିକାଶ ଲକ୍ଷ୍ୟ ଥିଲା। ଏବଂ ପ୍ରଥମେ ସେ ଭାରତୀୟ ଜନତା ପାର୍ଟି ନେତୃତ୍ୱରେ ସେଠିକାର ବାବୁଲାଲ ମାରାଣ୍ଡି ମୁଖ୍ୟମନ୍ତ୍ରୀ ଥିଲେ ସେଇ ଜନଜାତି ସମାଜର। ତେଣୁ ଆଜି ପୁଣି ସାରା ସମାଜକୁ ଦେଶକୁ ଆହ୍ୱାନ ଦେଇଛନ୍ତି ନରେନ୍ଦ୍ର ମୋଦି ତାଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି। এই ଜନଜାତି ଗୌରବ ଦିବସକୁ ଆସନ୍ତୁ, ସମସ୍ତେ ଗୌରବ ପାଳନ କରିବା। ବହୁତ ତ୍ୟାଗ ବଳିଦାନ ସେ ସମାଜ ରହିଛି ଏ ମାଟି ପାଇଁ, ଏଠିକାର ସଂସ୍କୃତି ପାଇଁ, ପରମ୍ପରା ପାଇଁ, ଦେଶ ପାଇଁ, ସ୍ୱାଧୀନତା ପାଇଁ। ତ ସେଇଟାକୁ ଆହୁରି କେମିତି ଉଜାଗର କରିବା ଏବଂ ଜନଜାତି ସମାଜ ଭିତରେ ବହୁତ ସେମାନେ ବଳିଦାନ କରୁଛନ୍ତି, କେବେ କାର୍ଗିଲ ଯୁଦ୍ଧ, କେବେ ଭାରତ ପାକିସ୍ତାନ ଯୁଦ୍ଧ, ବାଂଲାଦେଶ ୱାର, ଏ ସମସ୍ତ ସେଇ ମନେ ପକେଇକି ତାଙ୍କର ପୌରୁଷ ପରାକ୍ରମର ଆଜି ପୂଜା ଅର୍ଚ୍ଚନା କରିବାର ବେଳ ଆସିଛି। ଆଉ ସେଥିପାଇଁ ଆମେ କାଲି କରୁଛୁ ଏ ଭବ୍ୟ ଦିଗ ଉତ୍ସବରେ ଆପଣମାନଙ୍କ ନିବେଦନ, ତାକୁ ନିହାତି ଆପଣ କଭରେଜ ବି କରନ୍ତୁ ଆଉ ତାକୁ ମାନେ ପାଳନ କରିବା। କିନ୍ତୁ ଏ ଦେଶଟାକୁ ତାହେଲେ ଯାଇକି ସମସ୍ତଙ୍କୁ ନେଇକିରି ଆମେ ଆଗେ ବଢ଼ सकते हैं। इसकी आज मैसेज